बातें को नहीं जिला स्तर कौन कौन बोलते हो? ମନ୍ତା जो ବାତ୍ୟା ବେ ଅଫ୍ ବେଙ୍ଗଲରେ ସୃଷ୍ଟି ହେଇଛି ତାର ପ୍ରଭାବ ଗଞ୍ଜାମ ଜିଲ୍ଲା ଉପରେ ମଧ୍ୟ ରହିବାର ସମ୍ଭାବନା ରହୁଛି ଏବଂ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ଏବଂ ପରଦିନ ତା 28 ତାରିଖ ପାଇଁ ଆମର ରେଡ୍ ୱାର୍ଣ୍ଣିଂ ରହିଛି ତାକୁ ନେଇକରି ଆଜି ସବୁ ବିଭାଗୀୟ ଅଧିକାରୀମାନଙ୍କୁ ନେଇକି ଗୋଟେ ପ୍ରିପାରେଟରୀ ମିଟିଂ ଆମେ ଆୟୋଜନ କରିଥିଲୁ ଏବଂ କିଛି ସମୟ ତଳେ ମାନ୍ୟବର ମନ୍ତ୍ରୀଙ୍କର ନେତୃତ୍ୱରେ ମଧ୍ୟ ଦକ୍ଷିଣାଞ୍ଚଳର ସବୁ ଜିଲ୍ଲାପାଳମାନଙ୍କୁ ନେଇକରି ଗୋଟେ ପ୍ରସ୍ତୁତି ବୈଠକ ହେଇଥିଲା ଆମକୁ ଡାଇରେକ୍ସନ୍ ଦିଆଯାଇଛି ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଯାହା ବି ପ୍ରସ୍ତୁତିକରଣ କରିବାର ଅଛି ସେଇଟା ଆସନ୍ତାକାଲି ସୁଦ୍ଧା କରିବା ପାଇଁ ଏବଂ ଆମେ ବି ସବୁ ବିଡିଓସ୍ ଏବଂ ତହସିଲଦାରମାନଙ୍କୁ ଡାଇରେକ୍ସନ୍ ଦେଇଛୁ ଯୋଉଠି ଯୋଉଠି ଭଲନେରେବଲ୍ ଲୋକେସନ୍ସ ଥିବ ଯେମିତି ସମୁଦ୍ର କୂଳ ଏବଂ ନଦୀ କୂଳ ଅଞ୍ଚଳରେ ଥିବା ଲୋକଙ୍କୁ ବା ଛାଲ ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିକି ତାଙ୍କୁ ସାଇକ୍ଲୋନ୍ ସେଲ୍ଟର୍ସ ବା କୌଣସି ପକ୍କା ଷ୍ଟ୍ରକ୍ଚର ଭିତରେ ରଖିବା ପାଇଁ ଏବଂ ତାଙ୍କ ପାଇଁ ଯାହା ବି ସୁବିଧା ଖାଇବା ପିଇବା ସୁବିଧା ଯାହା ଦରକାର ଅଛି ସେଇଟା ମଧ୍ୟ ଆସନ୍ତାକାଲିଠୁ ସମସ୍ତଙ୍କୁ କରିବା ପାଇଁ ମଧ୍ୟ ଆମେ ଡାଇରେକ୍ସନ୍ ଦେଇଛୁ ଏବଂ ଆପଣଙ୍କ ଜେରାରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଜିଲ୍ଲା ପ୍ରଶାସନ ତରଫରୁ କିଏ ବି ଏ ଯେଉଁ ବାତ୍ୟା ସମୟରେ ବାହାରକୁ ପ୍ରବେଶ କରନ୍ତୁ ନାହିଁ ଆପଣ ଏବଂ ଆପଣ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ଏବଂ